ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ। ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ସମସ୍ତ ସାହିତ୍ୟ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କରେ ମାତୃଭାଷା ଦିବସ ମହାସମାରୋହରେ ପାଳନ କରାଯାଇଛି। ଶରଣକୂଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ସକାଳୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କମିଟିର ସଦସ୍ୟମାନେ ହାତରେ ଓଡ଼ିଆ ଭାଷାର ବିଭିନ୍ନ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିବା ସହିତ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସିଆର୍ସିସି ତଥା ସମ୍ମାନିତ ଅତିଥି ଗୋଦାବରୀ ବସନ୍ତିଆ ସମସ୍ତଙ୍କୁ ଓଡ଼ିଆ ଭାଷାର ଉନ୍ନତି ଓ ଓଡ଼ିଆ ଭାଷାକୁ ପ୍ରଚାର ପ୍ରସାର ନିମନ୍ତେ ଶପଥ ପାଠ କରାଇଥିଲେ। ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍, କବି ତଥା ବରିଷ୍ଠ ସାମ୍ବାଦିକ ଦୀନବନ୍ଧୁ ମହାପାତ୍ର ଯୋଗଦେଇ ମାତୃଭାଷାର ମହନୀୟତା ଓ ଗୁରୁତ୍ୱ ଉପରେ ନିଜର ବକ୍ତବ୍ୟ ରଖି ନିଜ ମାତୃଭାଷା ବିନା ମଣିଷର ଜ୍ଞାନ, ଗରିମା ଓ ପ୍ରତିଷ୍ଠାର କୌଣସି ମୂଲ୍ୟ ନଥାଏ ବୋଲି କହିଥିଲେ। ମାତୃଭାଷା ଉପରେ ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା ଇତ୍ୟାଦି ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଉପରେ ସଙ୍ଗୀତ, ନୃତ୍ୟ ଇତ୍ୟାଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା, ଯାହାକି ଉପସ୍ଥିତ ଦର୍ଶକମାନଙ୍କୁ ଅଭିଭୂତ କରିଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶେଷଦେବ ଘଡ଼େଇ, ନିରୁପମା ସାହୁ, ଚାରୁଲତା ରଥ, ସରୋଜିନୀ ମହାପାତ୍ର ଓ ଦୀପ୍ତିରାଣୀ ମିଶ୍ର ପରିଚାଳନା କରିଥିଲେ। ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।